ଏଇ ତେଣ୍ଟାଇ ଗ୍ରାମର ଜଣେ ଚାଷୀ ବନେନ୍ଦ୍ର ମଲ୍ଲିକ। ଆଉ ମୋର ବ୍ୟକ୍ତିଗତ 9 ଏକର ଜମି ଚାଷ କରେ। ଆଉ ଏ ବର୍ଷ ବ୍ୟାଙ୍କରୁ 7,000 ଟଙ୍କା କରଜ କରି ଲୋନ୍ ଆକାରରେ ଆଣିକି ତଳି ପକେଇଥିଲି। ତଳି ଉପରେ 8 ଫୁଟ ଉଚ୍ଚର ପାଣି। 3 ଦିନ ଲଗାତାର ବର୍ଷା ହେବା ଦ୍ୱାରା ଆପଣ ଦେଖୁଛନ୍ତି ଏଇଭଳି ଅବସ୍ଥାରେ ଆମେ ଗତି କରୁଛୁ। ସମସ୍ତ ଚାଷୀ କୂଳ ମୁଣ୍ଡରେ ହାତ ଦେଇ ବସିଛୁ। ତାକୁ କ'ଣ କରିବୁ କ'ଣ ନ କରିବୁ କେମିତି ଚଳିବୁ। ଏ ପାଣି ତ କମ 8 ଦିନ ଲାଗିଯିବ ଅତି କମଟା। ସେତେବେଳକୁ ନା ତଳା ଥିବ ନା କ'ଣ। ଆଖପାଖରେ କିଛି ଚାଷୀ ମଧ୍ୟ ଧାନ ରୋଇ ଦେଇଥିଲେ। ସେ ଧାନ ଉପରେ ମଧ୍ୟ ସେ 8-9 ଫୁଟର ପାଣି। ତେଣୁ ଇଏ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବାର ଚାନ୍ସେସ୍ ବହୁତ ରହିଛି। ତେଣୁ ସରକାରଙ୍କୁ ଆମେ ଏତିକି ଚାଷୀମାନଙ୍କ ତରଫରୁ ଆପଣମାନଙ୍କ ମାଧ୍ୟମରେ ନିବେଦନ କରିବୁ କି ଯଦି ଆମକୁ ସାହାଯ୍ୟ ସହଯୋଗ କିଛି ଏ କ୍ଷେତ୍ରରେ କରିବେ, ନଦୀ ବନ୍ଧର ହଉ ବା ଯେଉଁ ଆମର ଏତେ ଧାର କରଜରେ ଆମେ ବୁଡ଼ି ରହିଛୁ, ଚାଷ ହେଇପାରୁନାହିଁ, ସେ ପ୍ରତି ଯଦି ବିହିତ କାର୍ଯ୍ୟାନୁଷ୍ଠାନ ନେଇ ଆମ ପ୍ରତି ଟିକେ ଦୃଷ୍ଟି ଦେବେ, ତାହେଲେ ଆମେ ସବୁବେଳେ ସରକାରଙ୍କ ପାଖରେ କୃତଜ୍ଞତା ହେଇ ରହିବୁ। ଆମ ପରିବାର ଯାହାକି ଆଗକୁ ଏ ବର୍ଷ ପାଇଁ ଭଲରେ ଚାଲିପାରିବ। ନହେଲେ ଆମେ ଆହୁରି ଗଭୀରରୁ ଗଭୀର ପଇସା ପତ୍ରରେ ହଇରାଣରେ ପଡ଼ିଯିବୁ।